ଚମ୍ପୁଆ ବନାଞ୍ଚଳରେ ଥମୁନି ହାତୀ ଆତଙ୍କ। ହାତୀ ପଲ କେତେବେଳେ ଘରଦ୍ୱାର ଭାଙ୍ଗୁଛନ୍ତି ତ କେତେବେଳେ ଦଳି ଚକଟି ଫସଲ ନଷ୍ଟ କରୁଛନ୍ତି। ଏଥିସହ ହାତୀ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଜୀବନ ମଧ୍ୟ ହାନି ଘଟୁଛି। ଚମ୍ପୁଆ ବନାଞ୍ଚଳ ସୁନାପୋଷି ପଞ୍ଚାୟତ ଯୋଡ଼ାପୋଖରୀ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାହାକି ଗ୍ରାମର 65 ବର୍ଷୀୟ ବୃଦ୍ଧ ନରୋତ୍ତମ ମହାନ୍ତ ଆଜି ବଡ଼ି ଭୋର ସମୟରେ ଘର ପଛପଟ ପୋଖରୀ ଗୁଡ଼ାକୁ ଶୌଚ ପାଇଁ ଯାଇଥିଲା ବେଳେ ଏକ ଗୋଠ ଛଡ଼ା ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଟେକି କଚାଡ଼ି ମାଡ଼ି ଦେଇଥିଲା। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବନ କର୍ମଚାରୀଙ୍କ ସହାୟତାରେ ନିକଟସ୍ଥ ଚମ୍ପୁଆ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଚମ୍ପୁଆ ବନାଞ୍ଚଳର ବିଭିନ୍ନ ସେକ୍ସନରେ ଏବେ 52ଟି ହାତୀ ରହିଥିବା ସୂଚନା ରହିଛି। ହାତୀ ପଲ ସନ୍ଧ୍ୟା ପରେ ବିଭିନ୍ନ ଭାଗରେ ବିଭକ୍ତ ହୋଇ ଗ୍ରାମାଞ୍ଚଳକୁ ପଶି ଘରଦ୍ୱାର ଭାଙ୍ଗିବା ସହିତ ପନିପରିବା, ଧାନ ଫସଲ ଆଦି ଦଳି ଚକଟି ନଷ୍ଟ କରିଦେଉଛନ୍ତି। ଅନେକ ଅକାଳରେ ଜୀବନ ମଧ୍ୟ ଚାଲିଯାଉଛି। ସମସ୍ତ ବନପାଳ, ବନରକ୍ଷୀ ଓ ହାତୀ ସ୍କ୍ୱାଡ୍ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ ସୁଦ୍ଧା ହାତୀଙ୍କ ଉପଦ୍ରବ ରୋକିବା ସମ୍ଭବ ହୋଇପାରୁନାହିଁ। ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହୁଛନ୍ତି। କେନ୍ଦୁଝର ଚମ୍ପୁଆରୁ ମମତା ସେନାପତିଙ୍କ ରିପୋର୍ଟ, जनता जिंदाबाद। जड़ा पोखरी कौन है भाई सब 5टा बेले बापा झाड़ा होते से घर पछड़े पोखरी आड़े जाइए तो हाथीटा मारिदेला सामना सामनी हो गले। तापर पछ पछ मु जाऊली देखी बोले बापा पड़ी तो हाथीटा मुझे साइड की पड़ी गला। तापर सांग सांग माँ मान को डाकिली, मान डाकिला पर माँ मैंने गले तर उठे आनली। डाक्तर मृत घोषणा करते।